ଜଗନ୍ନାଥ ହର ହର ଶମ୍ଭୁ। ଆଜି ଆମେ ଆଲୋଚନା କରିବା ବାଲି ତୃତୀୟା ବ୍ରତ କଥା। ବାଲି ତୃତୀୟା ବ୍ରତ ଗଣେଶ ପୂଜାର ଠିକ୍ ପୂର୍ବ ଦିନ ପାଳନ କରାଯାଏ। ଗଣେଶ ପୂଜା ଭାଦ୍ର ମାସ ଶୁକ୍ଳପକ୍ଷ ଚତୁର୍ଥୀ ତିଥିରେ ପାଳନ ହେଉଥିବା ବେଳେ ବାଲି ତୃତୀୟା ବ୍ରତ ଭାଦ୍ର ମାସ ଶୁକ୍ଳପକ୍ଷ ତୃତୀୟା ତିଥିରେ ପାଳନ ହୁଏ। ଏହା ସାଧାରଣତଃ ମାନେ ମଧ୍ୟପ୍ରଦେଶ, ଉତ୍ତରପ୍ରଦେଶ, ରାଜସ୍ଥାନ ଏସବୁ ଜାଗାରେ ପାଳନ ହୁଏ, କିନ୍ତୁ ଓଡ଼ିଶାରେ ମଧ୍ୟ ଏହାକୁ ବାଲି ତୃତୀୟା ନାମରେ ନାମିତ କରାଯାଇଛି। ଭାଦ୍ର ମାସ ଶୁକ୍ଳପକ୍ଷ ତୃତୀୟା ତିଥିରେ ଏହି ବ୍ରତ ପାଳନ କରାଯାଏ। ଭାରତର ବିଭିନ୍ନ ପ୍ରଦେଶର ବିଭିନ୍ନ ନାମରେ ଏହି ବ୍ରତ ପାଳିତ ହୁଏ। ରାଜସ୍ଥାନ, ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶ ଆଦିରେ ଏହାକୁ ହରିଆଲି ତିଜ, କାଜରି ତିଜ, ହରିତାଲିକା ତିଜ ଆଦି ନାମରେ ନାମିତ କରାଯାଉଥିବା ବେଳେ ଦକ୍ଷିଣ ଭାରତରେ ଏହାକୁ ଗୌରୀ ହବା ବା ସ୍ୱର୍ଣ୍ଣ ଗୌରୀ ବ୍ରତ ଭାବରେ ପାଳନ କରାଯାଇଥାଏ। ଓଡ଼ିଶାରେ ଏହାକୁ ବାଲି ତୃତୀୟା ବ୍ରତ ବୋଲି କୁହନ୍ତି। ଶିବାୟ ସର୍ବମଙ୍ଗଲେ ଶିବାୟ ଶତଂ ନମଃ, ଶିବ ସର୍ବପ୍ରଦାର୍ଥିତ୍ରୟଂ ଶିବ ରୂପେ ନମଃ ନମଃ। ଭାଦ୍ରବ ଶୁକ୍ଳପକ୍ଷ ତୃତୀୟା ଦିନ ହସ୍ତା ନକ୍ଷତ୍ରରେ ପାଳନ କରାଯାଉଥିବା ବ୍ରତକୁ ବାଲି ତୃତୀୟା ବ୍ରତ କୁହାଯାଏ। ବିବାହିତା ସ୍ତ୍ରୀମାନେ ସ୍ୱାମୀର ସ୍ୱାସ୍ଥ୍ୟ, ପରମାୟୁ ଓ ମଙ୍ଗଳ କାମନା କରି ଏ ବ୍ରତ କରନ୍ତି। କେତେକ ସ୍ଥଳରେ ଅବିବାହିତ ଝିଅମାନେ ରୂପ, ଗୁଣ ଏବଂ ବ୍ୟବସାୟୀ ସ୍ୱାମୀଟିଏ ପାଇବା ପାଇଁ ଏହି ବ୍ରତ କରନ୍ତି। ବାଲି ତୃତୀୟା ବ୍ରତର ଅନ୍ୟ ନାମ ହେଉଛି ଗୌରୀ ବ୍ରତ। ଗୌରୀ ଯୁବାବସ୍ଥାରେ ଶିବଙ୍କୁ ପୂଜି ତାଙ୍କୁ ପ୍ରାପ୍ତି ହୋଇଥିବାରୁ ଯୁବା ଅବିବାହିତା ଝିଅମାନେ ଏହି ବ୍ରତ ପାଳନ ସେହି କାରଣରୁ କରିଥାନ୍ତି। ଏହି ବ୍ରତର ଆରାଧ୍ୟ ଦେବ ଦେବୀ ହେଲେ ଶିବ ଓ ପାର୍ବତୀ, ତେବେ ମୁଖ୍ୟ ହେଲେ ଶିବ। ଗୌରୀ ଏହି ଭାଦ୍ରବ ଶୁକ୍ଳ ତୃତୀୟା ଦିନ ଶିବଙ୍କୁ ପାଇବା ପାଇଁ ତପସ୍ୟା ଆରମ୍ଭ କରିଥିଲେ ଏବଂ ନଦୀରେ ସ୍ନାନପୂର୍ବକ ନଦୀ ବାଲିରେ ଶିବ ମୂର୍ତ୍ତି ବା ବାଲୁଙ୍ଗା ଗଢ଼ି ତାଙ୍କୁ ପୂଜି ପାଇଥିବାରୁ ଏହି ତିଥିର ନାମ ବାଲି ତୃତୀୟା ରଖାଯାଇଛି। ଅତି ନିଷ୍ଠାର ସହିତ ବାଲି ତୃତୀୟା ଦିନ ସୂର୍ଯ୍ୟୋଦୟଠାରୁ ତା ପରଦିନ ଅର୍ଥାତ୍ ଚତୁର୍ଥୀ ସକାଳ ଯାଏଁ ଏ ବ୍ରତରେ ଉପାସ ରହିବାକୁ ହୁଏ। ଏପରିକି ଜଳ ସ୍ପର୍ଶ ବା ଛେପ ଢୋକିବା ନାହିଁ। ସେଥିପାଇଁ ବ୍ରତୀମାନେ ଦ୍ୱିତୀୟ ଦିନ ରାତି ପାହାନ୍ତାରୁ କିଛି ଖାଇ ନେଇଥାନ୍ତି, ଯାହାକୁ କୁହାଯାଏ ପାହାନ୍ତିଆ ଖିଆ। ଦିନ ସାରା ଖାଡ଼ା ଉପାସ। ବିଶ୍ୱାସ ଯେ ବ୍ରତରେ ଏପଟ ସେପଟ କଲେ ମହାଦେବ ସଫଳ ପରିବର୍ତ୍ତରେ କୁଫଳ ଦେବେ, କାରଣ ସେ ଆଶୁତୋଷ ହେଲେ ହିଁ ବେଳକୁ ରୁଦ୍ର। ବ୍ରତୀମାନେ ବାଲି ତୃତୀୟା ଦିନ ସକାଳେ ନଦୀ କିମ୍ବା ପୁଷ୍କରିଣୀରେ ସ୍ନାନ କରି ଦିନ ସାରା ନିର୍ଜଳ ଉପବାସ କରନ୍ତି। ପୁଣି ଥରେ ସନ୍ଧ୍ୟାବେଳେ ମେଳ ହୋଇ ସ୍ନାନ କରନ୍ତି। ଏହି ସମୟରେ ସେମାନେ ପ୍ରତ୍ୟେକ 7 ମୁଠା ବାଲି ପାଣିରେ ବୁଡ଼ି ସଂଗ୍ରହ କରନ୍ତି। ସେଥିରେ ଜଳାଶୟ କୂଳରେ ଶିବଲିଙ୍ଗ ବା ବାଲୁଙ୍ଗା ସ୍ଥାପନ କରି ପୂଜା କରନ୍ତି। ଘରକୁ ଫେରିଲା ବେଳେ ପୁଣି କିଛି ନଦୀ ବାଲି ଘରକୁ ନେଇ ଆଣିଥାନ୍ତି। ସେଥିରେ ଘରେ ପୁଣି ଶିବଲିଙ୍ଗ ତିଆରି କରି ନାନା ପ୍ରକାର ଫଳ, ମୂଳ, କ୍ଷୀରି, ଚୁଡ଼ାଘଷା ଓ କଦଳୀ ଇତ୍ୟାଦି ଦେଇ ଭୋଗ କରନ୍ତି। ଏ ଭୋଗ ସେମାନଙ୍କୁ ଖାଇବା ନିଷେଧ। ବିଶ୍ୱାସ ଯେ ଏ ବ୍ରତ କରି ଭୋଗ ଖାଇଲେ ନାନା ଦୁଃଖ କଷ୍ଟ ଭୋଗିବାକୁ ହୁଏ ଅଥବା ନାରୀଟିଏ ବୈଧବ ଦଣ୍ଡରେ ଦଣ୍ଡିତ ହୁଏ। ପୂଜା ବା ବ୍ରତ ଅବକାଶେ ବାଲି ତୃତୀୟା ବ୍ରତ ମହାତ୍ମା ପୁରାଣ ପଢ଼ାଯାଏ। ପୂଜା ପରେ ବାଲୁଙ୍ଗାକୁ ବିସର୍ଜନ କରାଯାଏ। ଚତୁର୍ଥ ଦିନ ବ୍ରତ ଉଦ୍ଯାପନ କରାଯାଏ। ଆବଶ୍ୟକ ସ୍ଥଳେ ପୁରୋହିତମାନଙ୍କର ସାହାଯ୍ୟ ନିଆଯାଏ। ନାରୀଟିଏ ପାଇଁ ଏ ବ୍ରତ ଏକ ଶ୍ରେଷ୍ଠ ବ୍ରତ। ଏହି ବ୍ରତ ପତିଙ୍କ କାରଣରୁ ହେଇଥିବାରୁ ଏହା ହିଁ ଶ୍ରେଷ୍ଠ। ଗୋଟିଏ ନାରୀ ପାଇଁ ପତି ବିନା ନାହିଁ ଅନ୍ୟ ଗତି। ପୁନଶ୍ଚ ଏ ବ୍ରତରେ ଶିବଲୋକ ପ୍ରାପ୍ତିର ମଧ୍ୟ ବିଶ୍ୱାସ ଅଛି। ପୁରାଣ ବା ଧର୍ମଶାସ୍ତ୍ର ଅନୁଯାୟୀ ଏ ବ୍ରତର ମହାତ୍ମା ଯାହା ଥାଉନା କାହିଁକି ଏହା ହେଉଛି ବିଜ୍ଞାନ ସମ୍ମତ। ସୁସ୍ଥ ଶରୀର ପାଇଁ ସାମୟିକ ଉପବାସର ଆବଶ୍ୟକତା ଅଛି ଯେମିତି ଏକାଦଶୀ, ସେମିତି ହଳଦୀ ଇତ୍ୟାଦି ଲଗାଇ ଗାଧୋଇବା ମଧ୍ୟ ସ୍ୱାସ୍ଥ୍ୟ ପ୍ରଦାୟକ। ଏହି କାରଣରୁ ଓଷା ଓ ବ୍ରତମାନଙ୍କର ଆମ ଜୀବନରେ ପ୍ରାଧାନ୍ୟ ଅଛି। ଆପଣଙ୍କୁ ଯଦି ଏହି ତଥ୍ୟ ଭଲ ଲାଗିଲା ନିଶ୍ଚିତ ଭାବେ ଲାଇକ୍, ସେୟାର ଆଣ୍ଡ ସବସ୍କ୍ରାଇବ୍ କରିଦେବେ। କମେଣ୍ଟରେ ହର ହର ଶମ୍ଭୁ ଲେଖିଦେବେ। ଆଉ ଗୋଟିଏ କଥା, ଆମେ ଯଦି ପୂଜା ବେଳେ କିଛି ବି ଭୁଲ ହେଇଯାଉଛି ଭଗବାନଙ୍କୁ ଆମେ ଯଦି ପ୍ରାର୍ଥନା କରିବା, ଆମେ କ୍ଷମା ମାଗିଦେବା, ନିଶ୍ଚିତ ଭାବରେ ସେ କ୍ଷମା କରିବେ। ଭଗବାନଙ୍କୁ ନେଇ ଡରିବାର କିଛି ବି ନାହିଁ। ଏସବୁ ଆମର ଭ୍ରାନ୍ତ ଧାରଣା। ଭଗବାନ କୁଫଳ ଦେବେ, ସୁଫଳ ଦେବେ। ସୁଫଳ ତ ଦିଅନ୍ତି, ଭଗବାନ କେବେ କାହାର ଅମଙ୍ଗଳ କରନ୍ତି ନାହିଁ। ଦେଖନ୍ତୁ ଗୋଟେ କଥାଟି କହୁଛି, ଆମ ବାପା ମା' ଯଦି ଆମେ କିଛି ଭୁଲ କଲେ ସେ କ'ଣ ଆମକୁ ଦଣ୍ଡ ଦେବେ? ଆମକୁ ଟିକେ ତାଗିଦ କରିକି ଛାଡ଼ିଦେବେ। ଆମେ ଯଦି କିଛି ଅଜାଣତରେ, ଦେଖନ୍ତୁ ଆମେ ବ୍ରତ ଉପବାସ କରିବା, କିଛି ଟିକେ ଯଦି ଭୁଲ ହେଇଯାଉଛି, ଆପଣ ଜାଣତରେ କିମ୍ବା ନ ଜାଣତରେ, ମଣିଷ ମାତ୍ରକେ ଭୁଲ ହୁଏ। ସେଇଥିପାଇଁ ଆମେ ଭଗବାନଙ୍କୁ କ୍ଷମା ପ୍ରାର୍ଥନା ମାଗିଦେବା, ଭଗବାନ ମୁଁ ପାରୁନାହିଁ, ଆପଣ ମୋତେ କ୍ଷମା କରନ୍ତୁ। ଏହି ତଥ୍ୟ ଯଦି ଭଲ ଲାଗିଲା ନିଶ୍ଚିତ ଲାଇକ୍, ସେୟାର ଆଣ୍ଡ ସବସ୍କ୍ରାଇବ୍ କରିଦେବେ। କମେଣ୍ଟରେ ଜୟ ଶ୍ରୀ ଜଗନ୍ନାଥ ହର ହର ଶମ୍ଭୁ ଲେଖିଦେବେ। ହର ହର ଶମ୍ଭୁ।